ମୋ ନାଁଟା ହେଉଛି ଶ୍ରୀମନ୍ତ କୁମାର ତ୍ରିପାଠୀ। ଘର ଭଦ୍ରାସାହି ପଞ୍ଚାୟତ, ଚମ୍ପୁଆ ନିର୍ବାଚନ ମଣ୍ଡଳୀ, କେଉଁଝର ଜିଲ୍ଲା। ମୁଁ ଆକ୍ଚୁଆଲି ବିଜେପିରେ 1997 ମସିହାରେ ମୁଁ ଜଏନ୍ କରିଥିଲି। ଆମର ସେତେବେଳେ ଯୋଡ଼ା ବ୍ଲକର ସଭାପତି ଥିଲେ ବିଭୀଷଣ ନାୟକ। ସେତେପରେ 2 ଟଙ୍କା ଥିଲା ମେମ୍ବରସିପ୍। ମୁଁ 2 ଟଙ୍କା ଦେଇକରି 1997 ମସିହାରେ ମୁଁ ବିଜେପିରେ ଜଏନ୍ କରିଥିଲି। ସେତେପରେ ଆମର ଯେଉଁକି ଭାରତୀୟ ଜନତା ପାର୍ଟିର ରାଜ୍ୟରେ ତ ଏତେ ସବୁ ବିଜେପିର ଯେଉଁମାନେ ଲିଡ଼ିଂ କରୁଥିଲେ, ଏଠିକାର ନେତୃତ୍ୱ ବୃନ୍ଦକୁ ତ ଯାହା ପସନ୍ଦ ଥିଲା ମେନଲି କେନ୍ଦ୍ରରେ ଯେଉଁକି ଅଟଳ ବିହାରୀ ବାଜପେୟୀ ତାଙ୍କର ନେତୃତ୍ୱକୁ ଦେଖିକିରି ମୁଁ ବିଜେପିରେ ଜଏନ୍ କରିଥିଲି। ମୁଁ 1997 ମସିହାରେ ଯେତେବେଳେ ଜଏନ୍ କଲି, ଏଠି ଆମର ଭଦ୍ରାସାହି ପଞ୍ଚାୟତରେ ବିଜେପି ବୋଲେ ଜଣେ ବି ଲୋକ ନଥିଲେ। ତାପରେ ବିଜେପିର ଜଏନ୍ କଲା ପରେ ଆମେ ବିଭୀଷଣ ନାୟକ ଯେଉଁକି ଆମର ସଭାପତି ଥିଲେ, ବ୍ଲକ ସଭାପତି, ତାଙ୍କର ସାଙ୍ଗରେ କଥା ହେଇକିରି ଜିଲ୍ଲା ନେତୃବୃନ୍ଦ ସାଙ୍ଗରେ କଥା ହେଇକିରି ଆମେ ଗୋଟେ ଏଠି RSSର ଶାଖା କରିଥିଲୁ ସେରେଣ୍ଡାରେ। ଆମର ଭଦ୍ରାସାହି ଆଉ ସେରେଣ୍ଡା ଗୋଟେ ପଞ୍ଚାୟତ ଥିଲା। ଏବେ ଆମର 2ଟା ଟର୍ମ ହେଲା, ସେରେଣ୍ଡା ପଞ୍ଚାୟତ ଗୋଟେ ହେଇଗଲା, ଭଦ୍ରାସାହି ପଞ୍ଚାୟତ ଗୋଟେ ବର୍ତ୍ତମାନ ସୁଦ୍ଧା ଅଛି। କିନ୍ତୁ ସେରେଣ୍ଡାଟା ବି ସେରେଣ୍ଡା, କାଶିଆ, ସୟାବଲି, ରାଇକା, ଟଣ୍ଟ, ଝାଡ଼ଗାଁ, ଫୁଲବାଡ଼ି, ଭଦ୍ରାସାହି, ଭୁସୁଗାଁ ଏଟା ନେଇକରି ଗୋଟେ ପଞ୍ଚାୟତ ଆମର। ତ ଏବେ ଡିଭାଇଡ଼ ହେଇଗଲା। ତ ଆମେ ସେରେଣ୍ଡା ଯେଉଁକି ତାରିଣୀ ମନ୍ଦିର ସାଇଡ଼ରେ ଗୋଟେ ଘର ଏବେ ବି ଅଛି, ଫୁଟବଲ ଖେଳୁଛନ୍ତି ଯେଉଁ ଭଲିବଲ, ସେଇଠି ଆମେ ଶାଖା ଆରମ୍ଭ କଲୁ। କିଛି ଦିନ ଶାଖା ଚଲେଇଲା ପରେ ଭାଇମାନଙ୍କୁ ନେଇକରି ସମସ୍ତଙ୍କୁ ସେଥିରେ ବହୁତ କଷ୍ଟ କରତେ ପଡ଼ିଥିଲା ମୋତେ। ଆଉ ସେଥିରେ ଆମର ମଣ୍ଡଳ ସଭାପତିର ବହୁତ ସହଯୋଗ ଥିଲା। ତାପରେ ଆମେ ଶାଖା ଚଲେଇଲା ପରେ ଫେର ଜିଲ୍ଲା ସ୍ତର ନେତୃବୃନ୍ଦ ସାଙ୍ଗରେ କଥା ହେଇକରି ଆମେ ଚିନ୍ତା କଲୁ। ସେମାନେ ମଧ୍ୟ ଆମକୁ ଆଡ଼ଭାଇସ୍ ଦେଲେ, ଯେହେତୁ ବିଜେପିଟା ବର୍ତ୍ତମାନ ଏଠି ସକ୍ରିୟ କରିଗଲାଣି ଆପଣମାନଙ୍କର ନେତୃତ୍ୱରେ, ଆଉ ଏଠି କେମିତି ଗୋଟେ ଶିଶୁ ମନ୍ଦିର ହେଇପାରିବ। ତାପରେ ଆମେ ଶିଶୁ ମନ୍ଦିର କରିବା ପାଇଁ ଯୋଜନା କଲୁ। ଝାଡ଼ଗାଁ ଯେଉଁକି ଭଦ୍ରାସାହି ଝାଡ଼ଗାଁ ଯେଉଁ ଶିଶୁ ମନ୍ଦିର ଆମେ 1998 ମସିହାରେ ଆରମ୍ଭ କଲୁ। ସେଥିରେ ମାନେ ଯେଉଁକି ଶିଶୁ ମନ୍ଦିର ଆରମ୍ଭ କଲା ଭିତରେ କମିଟି ଯେଉଁ ଗଠନ ହେଲା, ମୋତେ ସଭାପତି ବାଛିଥିଲେ। ଯେହେତୁ ମୋତେ ସଭାପତି ବାଛିଥିଲେ, ମୁଁ କାହିଁକିନା ବିଜନେସ୍ ବି ଥିଲା, ଇଆଡ଼େ ଏସବୁ ସୋସିଆଲ କାମ, ମୁଁ କହିଲି ଟାଇମ୍ ଟିକେ ମୁଁ ଦେଇ ଯଦି ପାରିବି ବି ଲେଖାପଢ଼ି ଜିନିଷଟା ଯିଏ କରିବ ଗୋଟେ ରିଟିଂ ଆକାରରେ ଲୋକ ରଖିବା। ତ ପ୍ରଦୀପ ମାହାନ୍ତ ଯିଏକି ଆଡ଼ଭୋକେଟ୍ ଥିଲେ, ତାଙ୍କର ଘର ଚମ୍ପୁଆ ବ୍ଲକ ଆଡ଼େ, ତାଙ୍କର ଘରଟା ସିଆଡ଼େ ବସିରାନା କୁଆଡ଼େ, ସେମାନେ ଏଇଠି ଭଡ଼ାରେ ରହୁଥିଲେ। ତ ତାଙ୍କୁ ଆମେ ସଭାପତି କରେଇଲୁ। ଖାଲି ନାଁକୁ ସଭାପତି ସେମାନେ ଥିଲେ। ବାକି ଜେନେରାଲ ସେକ୍ରେଟାରୀ ମଦନ ବେହେରା, ଜଏଣ୍ଟ ସେକ୍ରେଟାରୀ ଯଦୁମଣି ବାରିକ, ଆପଣଙ୍କର ସଭାପତି ହେଲେ ଆପଣଙ୍କର ପ୍ରଦୀପ ମାହାନ୍ତ, ଆଉ ଉପସଭାପତି ମୁଁ, କେସିଅର ଆମର ଦେବା ପାତ୍ର ଯିଏ ମରିଗଲେ ସିଏ, ଏଇଭଳିଆ କରି କମିଟି ଗଠନ କରିକିରି ଶିଶୁ ମନ୍ଦିରଟା ଆରମ୍ଭ କଲୁ। ଆରମ୍ଭ କରିକିରି ବହୁତ କଷ୍ଟ ଆସିଲା ସେତେବେଳେ, କାହିଁକିନା ଆପଣଙ୍କର 1990ରୁ 95 ଜନତା ସରକାର ଥିଲା। ଆମର ସରୋଜ ବାବୁ ଚାଲିଗଲେଣି, ବର୍ତ୍ତମାନ ନାହାନ୍ତି ଏ ଦୁନିଆରେ। ସେମାନଙ୍କର ମନ୍ତ୍ରୀ ପଦ ଦମଦମା ଥିଲା। କିନ୍ତୁ ଏଠି ଶିଶୁ ମନ୍ଦିର କେମିତି ନ ହେବ ସେ ବାଟ ସମସ୍ତେ ଚାହୁଁଥିଲେ। ଏଟା ତ ଜନତା ବେଲ୍ଟ ଥିଲା, ପୁରା ଭଦ୍ରାସାହି ପଞ୍ଚାୟତଟା ଯୋଡ଼ା ବ୍ଲକଟା ପୁରା ଜନତା ବେଲ୍ଟ ଥିଲା। ଏଥିରେ ବିଜେପି କହିଲେ ଲୋକ ବହୁତ ବିରୋଧ କରୁଥିଲେ। ତ ସେଇବେଳେ ବି ବହୁତ ବାଧାବିଘ୍ନ ଆସିଛି ଜୀବନରେ, କିନ୍ତୁ ମୁଁ ସେଗାକୁ କିଛି ମାନେ ଖାତିର ନ କରିକିରି ମୁଁ ମୋର ଆଗେଇ ଯାଇଥିଲି। ସେତେବେଳେ ହରିବୋଲ ମିଶ୍ର ଥିଲେ ଏଠି ଆପଣଙ୍କର ତହସିଲଦାର, ସୀତାରାମ ପଣ୍ଡା ଥିଲେ IAC। ଆପଣଙ୍କର ସେଇ ସମୟରେ ମୋ ନାଁରେ କେସ୍ ବି ବହୁତ ମିଛ କେସ୍ ଦେଲେ। କିନ୍ତୁ ତଥାପି ଆମେ ଶିଶୁ ମନ୍ଦିର ଆରମ୍ଭ କରିକିରି ଆଜି ବିଦ୍ୟା ମନ୍ଦିର ହେଇକି 600 ପିଲା ବି ପଢ଼ୁଛନ୍ତି। 1997ରେ ଦଳ ଯାହା ଥିଲା, ଆଜି ତାଠୁ ବହୁତ ଗୁଣରେ, ମାନେ କ'ଣ କହିବା, ମାନେ ଯଦି ସେତେବେଳେ 50% ଥିଲା, ଇନା 98% ଦଳ ଆଗେଇ ଯାଇଛି। କାରଣଟା ହେଲା, ଦେଖନ୍ତୁ ଆମର ଭଳିଆ ବହୁତ କାର୍ଯ୍ୟକର୍ତ୍ତା ଅଛନ୍ତି। ମୁଁ ମୋର କଥା କହୁଛି, ଚମ୍ପୁଆ କନଷ୍ଟିଚ୍ୟୁନ୍ସିରେ ବିଜେଡ଼ି ଶାସନ 24 ବର୍ଷ ରହିଲା।
सेई भितरे भी आमे बहुत पेषित होइकरी बहुत बाधा विघ्न सामना करी बहुत लोक को न्याय दिखाई किए घर पाइबा कथा नुहे ताको आमे घर पाइबा कथा एमाने काटी दियंती तांकर प्रिया प्रीति देखी बीजेडी वाला तो जो सब शासन करले तो आमे घर दिलेइछु प्रधानमंत्री आवास योजना किए कार्ड पाई नथिले राशन कार्ड ताको आमे 100 लोक को कार्ड भी दिया करइछु किए भत्ता पाई नथिले आमे ब्लॉक ऑफिस घेराव करी भत्ता हजार हजार लोकर दिया करइछु एई बढिया सब विकासमूलक काम करिछु आमे आज दल जो आसिकी बीजेडी सरकार को उड़ीसा रे आमर तो केन्द्र रे धरतु अटल बिहारी वाजपेयी थरे सरकार थिले पूरा गोटे टर्म ये कले आउ थे 13 दिन आउ थे 18 मास एमती 3 थर थिले किंतु आज दिन रे आमे दुईटा टर्म पूरा करी मोदी जी को नेतृत्व रे एबे तृतीय टर्म आमे पाद देइछु 3 मास हलानी आमे सरकार रे अछु केंद्र रे वर्तमान राज्य रे आमर जो 24 वर्ष दुर्नीति सरकार भ्रष्टाचार सरकार जो बीजेडी को हटेई करी आमे केते परिश्रम करी आज सरकार रे अछु पब्लिक भी लोक माने भी तांकर आशीर्वाद आमर ऊपर अछि आमको भल पाइबार अछि देखंतु मोहन सरकार जो कि आम आदमी कर सरकार समस्तीकर सरकार साधारण लोक गोटे भी जाइकरी मोहन भाई को देखा करी तांकर दुख जणैकरी तांकर समस्यार समाधान अति तुरंत कराउछि।